ବାସନ୍ତୀ ବେଙ୍କି ମୁଁ ଏଲ୍ଆଇସି କଲୋନୀ ପାହାଡ଼ ଶିବ ମନ୍ଦିର ପାହାଡ଼ ଭାଲୁ ତ ଇଏ ହେଉଛି ଓହ୍ଲଉଛି ଆମ ସାହିର ପିଲା ଗୋଟେ ଦେଖିଲା ମୁଁ ଏବେ 2 ଘଣ୍ଟା ପୂର୍ବରୁ ଗର୍ଜନ ଶୁଣିଲି ତଳେ ଓହ୍ଲଉଥିଲା ସେଇଟା କିଏ ବିଶ୍ୱାସ କରୁନାହାନ୍ତି ଆଉ ଭୟ ଲାଗୁଛି କାହିଁକି ହେଲେ ପାହାଡ଼ ପାଖରେ ଆମର ଘର ସାଥ ହେଲା ଓହ୍ଲେଇଲା ବେଲେ ଆମକୁ ଯଦି ଆଟାକ୍ କରିବ ଆମ ପଛରେ କିଏ ପଡ଼ିବେ କୁହନ୍ତୁ କେହି ନାହାନ୍ତି ନା ଆମକୁ ଆଗକୁ କିଏ ନାହିଁ ପଛକୁ କିଏ ନାହିଁ ଏଠି ଏକୁଟିଆ ନିଚାଟିଆ ଘର ଆମକୁ ଭୟ ଲାଗୁଛି ହଁ ଲାଇଟ୍ ନାହିଁ କିଛି ନାହିଁ ଅନ୍ଧାରୁଆ ପିଲା କୁଟୁମ୍ବକୁ ଧରିକି ଆମେ ଏଠି ଘର କରୁଛୁ ମୁଁ ହୋଟେଲଟା କରୁଛି ମୁଇଁ ବିଧବା ସ୍ତ୍ରୀଟା ଗୋଟେ ଗରିବ ଲୋକ ମୁଁ ହୋଟେଲ ଖୋଲିକି ବଞ୍ଚିଛି ଆଉ ଯଦି ସେ ଭାଲୁ ଆତଙ୍କରେ ମୁଁ ଦୋକାନ କରିପାରିବିନି ବଞ୍ଚିବି କେମିତି ଜାଲ ଦିଟା ପକେଇବି ବୋଲୁଛନ୍ତି ତ କ'ଣ କରିବେ କି ସେ ଭଗବାନଙ୍କୁ ଜଣା ବୁଲୁଛୁ ଆମେ ଜାଣିଛୁ ପ୍ରାୟ ହବ ଗୋଟେ 15 ଦିନ ପାଖାପାଖି ହେଲାଣି ଭାରି ପଡ଼ିଛି କିଏ ଆସିନାହାନ୍ତି ମୁଁ 3 ଦିନ ତଳେ ଆମର ଭାଇ ଜଣକୁ ମୁଁ ଫୋନ୍ କଲି ଭାଲୁ ଏଠି ଓହ୍ଲେଇଥିଲା ଟିକେ ଫରେଷ୍ଟ ଅଫିସକୁ ଫୋନ୍ କର ସେ ଭାଇ ଫୋନ୍ କଲେ ଥାନାକୁ ଫୋନ୍ କଲେ ଫରେଷ୍ଟ ଅଫିସକୁ ଫୋନ୍ କଲେ ତା ଯାଇକି କାଲି ଆସି ଦିନ ଯାକ ଜଗିଲେ ଆଉ ଆଜି ତ ଜମା ପରଦିନ ଜଗିଥିଲେ ପରଦିନ କାଲି ଜଗିଥିଲେ ଫେର ଏଠି ଆଜି ଏବେ ଦିନ ଯାକ ନାହିଁ ତ ଏବେ ଯାଇକି କହିଲାକୁ ଆସିଲେ ସମସ୍ତେ ଷ୍ଟାଫ୍ ସବୁ ଆସିଲେ ହଁ ନିଜ ନିଜ ସୁରକ୍ଷା ରହିବାକୁ ମୁଁ ଯାହା ଆସିଲେ ସବୁକୁ ମୁଁ ମନା କରୁଛି ଉପରକୁ ଯାଆନ୍ତୁନି ସନ୍ଧ୍ୟା ହେଲେ ଆସନ୍ତୁନି ପଟେ ମନା କରୁଛି ସମସ୍ତଙ୍କୁ ଆଉ ସବୁର ଜୀବନ ଗୋଟେ ସେଥିପାଇଁ ମୁଁ ସମସ୍ତଙ୍କୁ ମନା କରୁଛି ଆସନ୍ତୁନି ଏପଟେ ବୋଲିକିନା ଆଉ